36 ଦୁଇଟି ପଦକୁ ଆମେ ଗଭୀର ଭାବେ ଚିନ୍ତା କରିବା। ଆଉ କାଇଣ୍ଡଲି ମତେ କେହି ଟିକେ ବେଳେ ବେଳେ ଏବେ ଓଡ଼ିଆରେ ଟିକେ ପଢିକି ସାହାଯ୍ୟ କରିବେ। ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ୟାସେଜ ଗୁଡା ଅଛି। ମୁଁ ଏବେ ପଢୁଛି, ଟିକେ ଟିକେ ଓଡ଼ିଆ ପଢି ପାରୁଛି। ତ ଲୁକ୍ 21 ଅଧ୍ୟାୟ 34 ରୁ 36 ପଦରେ ଏ ପ୍ରକାର ଲେଖା ଅଛି, କିନ୍ତୁ ତୁମମାନେ ଆପଣା ଆପଣା ବିଷୟରେ ସାବଧାନ ହୋଇଥାଅ, କାଳେ ତୁମମାନଙ୍କର ହୃଦୟ ମତ୍ତତା ଓ ମଦ୍ୟପାନରେ ପୁଣି ଜୀବିକା ସମ୍ବନ୍ଧୀୟ ଚିନ୍ତାରେ ଭାରଗ୍ରସ୍ତ ହୁଅ, ଆଉ ସେଇଦିନ ହଠାତ୍ ତୁମମାନଙ୍କ ଉପରେ ପଡ଼େ, କାରଣ ତାହା ଫାନ୍ଦ ସ୍ୱରୂପେ ସମଗ୍ର ପୃଥିବୀ ନିବାସୀ ସମସ୍ତଙ୍କର ଉପରେ ଆସିବ। କିନ୍ତୁ ତୁମେମାନେ ଯେପରି ଏହି ସମସ୍ତ ଆଗାମୀ ଘଟଣାରୁ ରକ୍ଷା ପାଇବାକୁ ଓ ମନୁଷ୍ୟ ପୁତ୍ରଙ୍କ ଛାମୁରେ ଉଭା ହେବାକୁ ସମର୍ଥ ହୁଏ, ଏଥି ନିମନ୍ତେ ସର୍ବଦା ପ୍ରାର୍ଥନା କରି ଜାଗି ରୁହ। প্রিয় মণ্ডলী, অত্যন্ত গুরুত্বপূর্ণ বিষয়। এই বাক্য হয়তো আমি লুক লিখিত সুসমাচার, লুক জনে অভিজ্ঞ ডাক্তার ଥିଲେ ଏବଂ ପ୍ରଭୁଙ୍କର ମଧ୍ୟ ଜଣେ ଶିଷ୍ୟ ଥିଲେ। ଆଉ এই ସ୍ଥାନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଲେଖା ଅଛି। ଯେତେବେଳେ ପ୍ରତିଟି ୱାର୍ଡ ଏବଂ ପ୍ରତିଟି ଲାଇନକୁ ଆମେ ବିଶ୍ଳେଷଣ କରିବା, ଆମେ ଏହାର ଗଭୀରତା ବିଷୟ ବୁଝିପାରିବା। ପ୍ରଭୁ ପ୍ରତ୍ୟେକଙ୍କୁ କଥା କୁହନ୍ତୁ। ବିଶେଷ ଭାବରେ ମୁଁ ଏଇ ଆର୍ଲି ମର୍ଣ୍ଣିଂ ପ୍ରେୟାର ଗ୍ରୁପ ଯେଉଁମାନଙ୍କର ଯେଉଁ ଲିଡରସିପରେ ଚାଲିଛି, ସେମାନଙ୍କ ନିକଟରେ କୃତଜ୍ଞ। ଏ ସୁନ୍ଦର ପ୍ରଭୁ ସୁଯୋଗ ଦେଲେ, ସେମାନଙ୍କ ମଧ୍ୟ ଦେଇ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଏ। ଏବଂ ପ୍ରଭୁ ଆଶ୍ଚର୍ଯ୍ୟ ଭାବରେ এই ଗ୍ରୁପକୁ ବ୍ୟବହାର କରୁଛନ୍ତି। ମୁଁ ହଠାତ୍ ଗୋଟେ ଦିନ ୱେଷ୍ଟବେଙ୍ଗଲରେ ଥିଲି, ଖୋଲିଲି, ଠିକ ମୁଁ ଯେତେବେଳେ ଅନ୍ କରିଛି, ମୋର ନାଁ ଧରିକିରି ପ୍ରାର୍ଥନା ହଉଛି। ସେଟା ମତେ ଏତେ ଉତ୍ସାହିତ କଲେ ଯେ ଯୋଉ ଗ୍ରୁପ ସହିତ ଏତେ ଭଲରେ ମୁଁ ପରିଚିତ ନୁହେଁ, କେତେ ଜଣ ଭାଇ ଭଉଣୀକୁ ମୁଁ ଚିହ୍ନେ, କିନ୍ତୁ ମଧୁସ୍ମିତ ଭଉଣୀ ଯେତେବେଳେ ପ୍ରାର୍ଥନା କରୁଛନ୍ତି ମୋ ପାଇଁ, ମୋର ମିନିଷ୍ଟ୍ରି ପାଇଁ, ମୋର ପିଲାମାନଙ୍କ ପାଇଁ, ମୋର ପରିବାର ପ୍ରତ୍ୟେକ ପରିଜନ ମାନଙ୍କ ପାଇଁ, really that's a great I feel so proud, I feel so blessed। মা প্রভুଙ୍କ নামରେ ଧନ୍ୟବାଦ ହୋ। আর সেই বিষয়টা মতে এতে উৎসাহিত কলে এবং অনেক ଲୋକକୁ ମୁଁ ୱେଷ୍ଟବେଙ୍ଗଲ ଇଣ୍ଟ୍ରୋଡ୍ୟୁସ କଲି। କହିଲି ଯଦି ଆପଣମାନେ ଭାଷା ବୁଝିପାରିବେ, ଆପଣମାନେ ଜଏନ୍ କରନ୍ତୁ, and you people will be blessed। ତ ଯାଇ ହଉ, ସମସ୍ତଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ସହିତ ଆଜି ଏହି ପବିତ୍ର ବାକ୍ୟକୁ ଆମେ ଆଲୋଚନା କରିବା। ଯଦିଓ ପ୍ରଭୁ ଆଜିଠାରୁ, ଏବେ 2025 ଚାଲିଛି, କିନ୍ତୁ ଆମେ ଗୋଟେ ଟ୍ରାଡିସନାଲି କହୁଛୁ ଆଜିଠାରୁ ପ୍ରଭୁ 2000 ବର୍ଷ ତଳେ ଆସିଥିଲେ, କିନ୍ତୁ 2000 ବର୍ଷର ଅଧିକ ହେଇଗଲା ସେ ଆସିଥିଲେ। 2000 ବର୍ଷ ପୂର୍ବରେ ପ୍ରଭୁ ଯୀଶୁ ଯୋଉ ସମସ୍ତ ବାକ୍ୟ ଗୁଡି ଶିଷ୍ୟମାନଙ୍କ ନିକଟରେ ପ୍ରକାଶ କରିଥିଲେ, ସତର୍କ ବାଣୀ ସବୁ ଦେଇଥିଲେ, ଆଜି ଆମ ସମ୍ମୁଖରେ ଆମେ ଦେଖିବାକୁ ପାଉଛୁ ସେ ସମସ୍ତ ପୂର୍ଣ୍ଣ ହଉଛି, ସେ ସମସ୍ତ ଫଳୁଛି। ସମଗ୍ର ପୃଥିବୀ ବିଶ୍ୱବ୍ୟାପୀ ସେ ସମସ୍ତ ବିଷୟକୁ ଅନୁଭବ କରୁଛନ୍ତି ଏବଂ ସ୍ୱୀକାର ମଧ୍ୟ କରୁଛନ୍ତି ଯେ ଈଶ୍ୱରଙ୍କର ବାକ୍ୟ ବାଇବେଲରେ ଯେ ସମସ୍ତ ବିଷୟ ଲେଖା ଅଛି, ନାସା ବା ବିଭିନ୍ନ ପ୍ରକାର ସାଇଣ୍ଟିଷ୍ଟ ଯେଉଁମାନେ ଆଜି ଏକ୍ସପେରିମେଣ୍ଟ କରୁଛନ୍ତି, ସେମାନେ ମଧ୍ୟ ବାଇୱେ ହାଇୱେ ସ୍ୱୀକାର କରୁଛନ୍ତି ଯେ ବାଇବେଲରେ ଯୋଉ ସମସ୍ତ ବିଷୟ ଲେଖା ଅଛି, ଆଉ ସେଗୁଳି ସବୁ ଘଟୁଛି ଆଉ ଘଟିବ ମଧ୍ୟ। ତ ମୁଁ ଜଷ୍ଟ ଇଣ୍ଟ୍ରୋଡକ୍ସନ ସ୍ୱରୂପରେ এই দুই তিনটি পদ জষ্ট আমি আলোচনা করবা, তারপর সেটাকে আরো বিশ্লেষণ করিবা। সেদিন
कि हठात करी आपणक जीवन रे मो जीवन रे भूतलवासी प्रत्येक जीवन रे आसी पड़िबो। आ जीशु तांकर ए भविष्यवाणी पूर्ण संवाद समाप्त करी विश्वासी मानकु सावधान करिबा पाए सतर्क करिबा पाए कहिले जे जगतर चिंता और सुखरे निजको एते मात्रा रे व्यस्त कर नाही। निश्चय आमनकर सांसारिक जीवन विभिन्न कार्यक्रम रही विभिन्न प्रकार दायित्व सब रही किंतु से कहते एते निजको व्यस्त कर नाही जेपरी तांकर आगमन पाए प्रस्तुत रहिबारे आमने विफल हो जावा। तमाने प्रभुंकर द्वितीय आगमन निमंते प्रत्येक विश्वासी प्रत्येक परिवार आबाल वृद्ध वनिता प्रत्येक जेपरी प्रस्तुत हो रहिबे सेतिपाई से आह्वान दउछंती। आ एई सावधानतार कथा जे समस्त कहा जाइछि ए समस्त ईश्वर लोक मान निमंते खाली सेते बेले जे साधु शिष्य मान कहा होता ता नुहे एटा एबे मध्य प्रत्येक निमंते प्रযোज्य। केवल महाक्लेश समय रे बास कर लोक मान प्रति घटिब ता नुहे किंतु आत्मिक विश्वसता पाए दाबी करे एटा अत्यंत गुरुत्वपूर्ण विषय व्यक्तिगत जीवन पाए आम यदि चिंता करूँ आम या कौन मतरे उपेक्षा करि परिबा नहीं। कहीं ना लेखा अच्छी भूतलवासी अर्थात आकाश निजे मनुष्य मान मध्य जो मैंने बास करुछंती बा आकाश तले जो मैंने बास करुछंती प्रत्येकंकर प्रति एटा घटिबो बा प्रभु जीशु ख्रीष्ट को जो माने अनुगामी जो मैंने अनुगमन करुछंती प्रत्येक निमंते ता घटिबो। जीशुंकर एई शिक्षार वास्तवता माध्यम रे आमे आज मध्य बास करुछु। तांकर प्रतिटी कथा सत्य कमा पूर्णच्छेद विसर्ग प्रत्येक विषय सत्य एवं से मंडली को एक कथा बारे बारे विभिन्न भाव से कहीकि जाइछंती जे आगमन समय जदिओ आमे जाननु बा निर्धारण करने संभव नुहे किंतु विश्वासी माने जेपरि सर्वदा प्रस्तुत रहिबे बा रहिबा उचित एक कथा खाली लूक रे नुहे माथ्यू रे मध्य से कहिसंती माथ्यू 24 अध्याय 40 पद रे 42 पद रे विभिन्न जगह रे परिप्रकाश करिसंती। एवं सबुठु गुरुत्वपूर्ण विषय जे आमे जेतबेले ए जगत रे अछु आमे देखुछु जगत रे विभिन्न प्रकार घटना घटी चली जगत रे पृथ्वी विभिन्न स्थान रे घटी चली इस्राएल कंट्री मिडिल ईस्ट कंट्री रे सबु दिन युद्ध 11-12 कंट्री सहित देश सहित सबु दिन इस्राएल रो युद्ध चली एवं ये समस्त परिस्थिति को जिते आम अनुधान करू देखू आम ईश्वर ए वाक्य को केबे हेले उपेक्षा करि परिबा नाही बरं आममानकर अनपेक्षित समय रे प्रभुंकर आगमन भी हो जाई पारे। तो सेति पाए किंतु आमान को सही क्रोधरु रक्षा पाइबा पाए किछु उपाय अछि आ जोटा कि ए स्थान रे प्रभु प्रकाश करिसंती जे कहउछंती जे तुमने जागी रुह प्रार्थना कर जेपरि ए समस्त घटना जे हेबो ताठू एड़ाइबा पाए रक्षा पाइबा पाए बा मनुष्य पुत्र सम्मुख उभा हवा पाए बा छिड़ा हवा पाए जेपरि आमने बलवान हो पारिबा ए विषय नहीं कि आम देखा तेरे जगत अनेक प्रकार घटना घटुची आवरी घटिबो
কিন্তু आमने যদি প্রত্যেক বিশ্বাসী ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବ୍ୟକ୍ତିଗତ ତ୍ରାଣକର୍ତ୍ତା ହିସାବରେ ଗ୍ରହଣ କରିଛନ୍ତି, ଏହି ଘଟଣା ଘଟିବ, ତାକୁ କେହି ଅଟକେଇ ପାରିବନି। କୌଣସି ସାଇଣ୍ଟିଷ୍ଟ ବା କୌଣସି ବିକଳ୍ପ এই সমস্ত বিষয়କୁ অর্থাৎ ভূমিকম্প, স্থানে স্থানে বন্যা, দেশ বিরুদ্ধে দেশ, পরিবার বিরুদ্ধে পরিবার, অত্যাচার, এ সমস্ত কৌଣସି প্রক্রিয়া মাধ্যমে বা নিয়ম মাধ্যমে কৌଣସି আইন কানুন মাধ্যমে ଏହାକୁ ଆମେ ରୋକି ପାରିବା ନାହିଁ। ଏହା ଘଟିବ, ଆର ଭୟଙ୍କର ଭାବରେ ଘଟିବ। କିନ୍ତୁ ଘଟିବାର କାରଣ ହେଉଛି ପାପ, ଈଶ୍ୱରଙ୍କର ବିରୁଦ୍ଧରେ ଅତ୍ୟନ୍ତ ପାପ ଏବଂ ଈଶ୍ୱରଙ୍କର ବିରୁଦ୍ଧରେ ଯେଉଁ ସମସ୍ତ ବିଷୟ ଚାଲିଛି, ତ ଏ ସମସ୍ତ ନିତାନ୍ତ ଘଟିବ ଏବଂ ଘଟିବା ଆବଶ୍ୟକ ଅଛି। ବାଇବେଲ ତ ସେଟାକୁ ପ୍ରକାଶ କରୁଛନ୍ତି। କିନ୍ତୁ ଯେଉଁମାନେ ତାଙ୍କର ବାକ୍ୟକୁ ମାନିବ, ବାକ୍ୟ ଅନୁସାରେ ଚାଲିବ, সেই କାର୍ଯ୍ୟ କରିବ, ଏ ସମସ୍ତ ଦୁର୍ଘଟଣାରୁ ହେଲେ ମଧ୍ୟ সেই ଶ୍ରେଣୀର ଲୋକମାନେ, সেই ଶ୍ରେଣୀର ବିଶ୍ୱାସୀ ମାନେ ରକ୍ଷା ପାଇବେ ବୋଲି ଲେଖା ଅଛି। ରକ୍ଷା ପାଇବେ। ଆଉ ସେଇ କଥା ଆମେ ପ୍ରକାଶିତ ବାକ୍ୟ 3:10 ପଦରେ ଅଛି। ସେଇ କଥା ପ୍ରଥମ ଥେସଲୋନିକୀୟ 1:10 ପଦରେ ଅଛି। ତ ସେଥିପାଇଁ ଅନେକ ଲୋକମାନେ ବିଶ୍ୱାସ କରନ୍ତି ଯେ ଯେଉଁମାନେ ବିଶ୍ୱସ୍ତ ଭାବେ ପ୍ରାର୍ଥନାରେ ଲାଗି ରହିଛନ୍ତି ସେମାନେ ରକ୍ଷା ପାଇବେ। ହଁ, ସେଟା ସତ କଥା। ଆଉ ମଣ୍ଡଳୀରେ ମହା କ୍ଲେଶ ଆସିବ, ଆଉ ସେ ସମୟ ରୂପାନ୍ତରିତ ମଧ୍ୟ ଆକାଶକୁ ନିଆଯିବ, ରୂପାନ୍ତରିତ ହବ, ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ତ ଆମେ ଦେଖିବା ଯେ 2000 ବର୍ଷ ତଳେ ପ୍ରଭୁ ଯେ କଥାକୁ ପ୍ରକାଶ କରିଥିଲେ ବା ଅଧିକ ହବ, ଆମେ ଦେଖୁଛୁ ପୃଥିବୀ ବ୍ୟାପୀ ବର୍ତ୍ତମାନ ସଂକଟ, ବିଭିନ୍ନ ପ୍ରକାର ସଂକଟ, ଖାଦ୍ୟ ସଂକଟ ଆମେ ଦେଖୁଛୁ, ଦାରିଦ୍ରତା ବଢି ବଢି ଚାଲିଛି, ଅନଏମ୍ପ୍ଲୟମେଣ୍ଟ ଚିନ୍ତା ପୁରା ଦେଶକୁ ଘାରି ପକାଇଲାଣି। ବିଭିନ୍ନ ଭାବରେ ଆମେ ଦେଖୁଛୁ ଲୋକମାନେ ମଧ୍ୟ ଭାରଗ୍ରସ୍ତ ହୋଇ ପଡୁଛନ୍ତି, ବିଶେଷ କରି ଦରିଦ୍ର ଏବଂ ମିଡିଲ କ୍ଲାସେସ୍, ପୁଅର ଏବଂ ମିଡିଲ କ୍ଲାସେସ୍ ଲୋକମାନେ ଅତ୍ୟନ୍ତ ଜୀବିକାର ଚିନ୍ତାରେ, ଧନୀ ମାନେ ତ ଧନୀ ଆହୁରି ଧନୀ ହେଉଛନ୍ତି। এই সমস্ত ଅଭାବର ତାଡ଼ନା ଯେତେବେଳେ ବିଶ୍ୱାସୀ ମାନଙ୍କୁ ବା ଈଶ୍ୱରଙ୍କର ଭକ୍ତ ପରିବାର ଗୁଡ଼ିକୁ ନିୟମିତ ସଭା ସମିତିରେ ଯୋଗଦାନ କରିବା ପାଇଁ, ଅନେକ ସମୟ ଶାସ୍ତ୍ର ପାଠ, କ୍ୱାଇଟ୍ ଟାଇମ୍, ପ୍ରାର୍ଥନାରେ ସମୟ ସେମାନେ ଦେବାକୁ ପାରୁନାହାନ୍ତି। କାହିଁକି ନା ପେଟର ଚିନ୍ତା, ଜୀବିକାର ଚିନ୍ତା। অন্যদিকে আমি দেখুଛୁ ଯେଉଁମାନଙ୍କର ପାଖରେ ପ୍ରଚୁର ଟଙ୍କା ପଇସା ଅଛି, ଆଉ ସେମାନେ ମଧ୍ୟ ଭୋଗ ବିଳାସରେ ବହୁତ ସମୟ କଟାଉଛନ୍ତି। ସେମାନଙ୍କର ଡିମାଣ୍ଡ ବଢି ବଢି ଚାଲିଛି। ସେମାନେ ଯେମିତି ମାତାଳ ହୁଏ ଭୋଗ ବିଳାସରେ, ସେ ପ୍ରକାର ସେମାନେ ମତ୍ତ ହେଇକି ଉଠୁଛନ୍ତି। ଜଗତରେ ନାନା ପ୍ରକାର ଆମୋଦ ପ୍ରମୋଦ ର ସୁଯୋଗ ଅଛି, ଆଉ ସେଇ ସୁଯୋଗ ସେମାନେ ନେଉଛନ୍ତି, କାରଣ ସେମାନେ ଧନୀ ଶ୍ରେଣୀ ଲୋକମାନେ। ତ ଗୋଟେ ପଟେ ଆମେ ଦେଖୁଛୁ ଦରିଦ୍ର ଏବଂ ମିଡିଲ କ୍ଲାସ ମଧ୍ୟବିତ୍ତ ଲୋକମାନେ, ଆଉ ଗୋଟେ ପଟେ ଆମେ ଦେଖୁଛୁ ଯେ ହାଇ କ୍ଲାସ ରିଚ୍ ଧନୀ ଲୋକମାନଙ୍କର କଥା। ତ এই সমস্ত ଆମେ ଦେଖୁଛୁ ଉଭୟ ଶ୍ରେଣୀ ଲୋକମାନେ କେ ତ ଭୋଗ ବିଳାସରେ, କେ ତ ଜୀବିକାର ଚିନ୍ତାରେ, এই দুই সম্প্রদায় পরিপূর্ণ চিন্তায় পরিপূর্ণ। প্রভু এই সমস্ত বিষয় পাই ଆମକୁ ସାବଧାନ କରିଛନ୍ତି। ଏ ସମସ୍ତ ବିଷୟ ପାଇଁ
प्रभु आमको सतर्क करिछन किंतु एहीपरि गोटे एमती अवस्था केही प्रभुंकर एई आगमन पाई बा प्रभुंकर सम्मुखरे मनुष्य पुत्र सम्मुखरे जे आमको छिड़ावा पड़ो से शक्ति दरकार प्रस्तुति दरकार से विषय कहार विशेष चिंता देखा जाऊ नहीं अप्रस्तुत जीवन काटुछंती ये अवस्था खाली जे आमर ओडिशा रे ता नुहे मु जेतेबेले वेस्ट बेंगल विभिन्न बड़ बड़ मंडली बा बड़ छोट मंडली विभिन्न जगह रे सेवा करुथिले देखुछि बड़ बड़ पालक प्रचारक मानकर मध्य एई शिथिलता देखा जाउछि आ एटा आसीबो लेखा अछि जे भूतल निवासी अर्थात जो माने ए पृथ्वी रे वास करूछन सेमानकर ऊपर ए विषयटा आसी पड़िबो गाड़ी रो जो चक्का सही भलिया समय रो गति रे आवर्तित हेई चली विभिन्न प्रकार भावे लोक माने व्यस्त 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 समय नहीं मनुष्य प्रत्येक मनुष्यर कर्मसूची आपण आलोचना करंतु देखिबे बड़ा आश्चर्य मु अंडरलाइन करछि मोर नोट रे ईश्वर संबंधी समस्त विषय रु तांकर बाद पड़ी जाउछि कठिन परिश्रम कठिन पिला माने 98% पाइले भी तार बापा कहउछन्ती 100% पाइबा कथा 98% केमते आसिला अरे 98% पाइछन्ती ताको टिके धन्यवाद दिया जाऊ ताको टिके एनकरेज करे जाऊ 99% पाइले कोन कहि थानते 100% तो विभिन्न प्रकार भाव आम देखुछु क्रमशः ईश्वर संबंधी गॉडली फियर गॉडली लाइफ काटिबा पाए तांकर समय नाही गॉडली विषय को शिखिबा पाए तांकर समय नाही सेटा तांकर धनी गरीब मिडिल क्लास लोगन कार्यसूची से बात पड़ जाउछि कौन होछि विलास प्रिय कठिन परिश्रम जीविकार चिंता समयटा धीरे धीरे अतिबाहित होइके चली तो यही प्रकार श्रेणी लोकमान को प्रभु तांकर सतर्क बाणी कहउछन्ती जे निजे तमने निज निज विषय सावधान हो कारण जेते बेले प्रस्तुत रहिबो नाही सेते बेले तांकर आगमन हबो तांकर आगमनर दिन हठात उपस्थित हबो जदि ए देशर बा ए जो परिस्थिति सब चली जो स्रोत चली एथिरे जदि आमे भासी जाऊ ताले केबे आमे तांकर से आगमनर अंशी हेबा को पारिबा नाही गोटे माछ भलो माछ तांको भितरे गोटे शक्ति रुहे जीवन रुहे नदीर बा नईर पानी जो पड़े जाउछि सेही पानी रो एगेंस्ट से साइड चिर के उठी जीवा चेष्टा करे कारण तार आशा कौन जे एई जगह रे कम पानी अछि पानी रो विपरीत जेतेबेले से जीवा को चेष्टा करे तार आशा कौन आशा जे एक महा नदी रे मु जाइकिरी सेठी शांत परिवेश बड़ जल से जगह रे से प्रबल बेगरे से इच्छा मत चलाफेरा करिबार उद्देश्य नहीं आ से नदीर विपरीत ढेउरे से जीवाको प्रबल बेगरे से जीवाको चेष्टा करे बिकॉज ताकर जीवन अछि किंतु यदि सेटा दुर्बल हो जाए शिथिल हो जाए हालिया हो जाए से पारिबो नहीं आ जदि मरी जाए ताले तो से स्रोतर सहित भासी चली जीव स्रोत जुआड़े जाउछि ठीक आमनकर व्यक्तिगत जीवन आज से प्रकार हो जाइछि आइदर आमे बलिष्ठ और
आमने बहुत दरिद्र दुर्बल शिथिल अलस ये जो घटना स्रोत आज आम भासी जाऊँ जहाँफल आम भितर ईश्वरीय भय बा ईश्वरीय जीवन रो जो प्रवाह बहिबा कथा ईश्वरीय जो अभिषेक गॉडली एनॉइंटेशन सेटा आस्ते आस्ते कौन होची मलिन हो जाउची प्रभावटा बंद हो जाउची एटा बुझिबा को पड़िबो एवं ईश्वरकर वाक्य पढ़ले आम बेस बुझा पारुछु जे तांकर द्वितीय आगमन रे तांकर आमे साक्षात रे दंडयमान हेबा पई गोटे योग्यता दरकार आमे जनी को लॉर्ड यू आर सो गुड यू आर ऑसम गॉड यू आर वर्दी टू रिसीव वर्दी द वर्ड वर्दी टू रिसीव आवर प्रेजेस एंड ग्लोरी एंड ऑनर अर्थात प्रभु तमे एकमात्र परमेश्वर जे कि आमनकर प्रत्येकंकर आराधना उपासना प्रणाम पाइबार योग्य तो सेमती आमको मध्य गोटे योग्यता हासिल करिया को पड़िबो तांकर निकट रे उभा हबा पाए बा तांकर निकट दंडायमान हेबा पाए योग्यता प्रयोजन प्रकाशित वाक्य 19 अध्याय 7 एवं 8 पद रे लेखा अछि कारण मेष शावकंकर विवाह उपस्थित हैला एवं ताहार भार्या आपना को प्रस्तुत कले तो विवाह जितेबले सेतेबले हुए नहीं पर्टिकुलर गोटे समय एवं बयस आ दिन आ से लेवल को गले पितामाता माने पुओ झियो पाई आ ता पाई चिंता करंती आ प्रस्तुत होंती तो एठी मंडली आपना को प्रस्तुत कले आज मो निज को प्रश्न करे मंडली विश्वासी मान को नहीं करी तांकर कन्या तांकर भार्या मु आज को अवस्था रे शिथिल अवस्था रे ना अलस अवस्था रे ना बलिष्ठ अवस्था रे को अवस्था रे अछि मोर त्राणकर्ता को मीट करिया पाए तांकर सम्मुख रे छिड़ा हवा पाए एटी लेखा अछि भार्या आपना को प्रस्तुत कर ताने प्रस्तुत करिया को पड़िबो आ प्रस्तुति गुटे दिन रे होय नै प्रस्तुति मास परे मास दिन परे दिन वर्ष परे वर्ष इट टेक्स टाइम गोटे पिला जन्म होला परे संगे संगे बलिष्ठ होय नै यथेष्ट ताको तार केयर नेवा को पड़े एवं प्रोटीन मिनरल विभिन्न प्रकार उत्तम खाद्य दिले पाइले से बलिष्ठ हेबे ठीक सही प्रकार आमनकर व्यक्तिगत जीवन रे प्रभु को साक्षात करिया पाए प्रभुंकर सम्मुख रे छिड़ावा पाए द्वितीय आगमन प्रस्तुत हवा नितांत प्रयोजन और लेखा अछि आर एई बर दत्त हैला जे से उज्जवल ओ सूची मसिणा वस्त्र रे अपना के सज्जित कले प्रिय मंडली प्रस्तुति भितरे मध्य एटा गोटे विषय रही जे गोटे विश्वासी को ईश्वर सहित साक्षात करिया को हेले तार गोटे पोशाक मत दरकार जेमती विवाह वस्त्र दरकार सेमती एठी ए विवाह वस्त्र विषय एठी लेखा अछि एवं मसिणा वस्त्र विषय मते लेखा अछि दुईटी विषय से उज्जवल और सूची मसिणा वस्त्रे अपना को सज्जित कले मेषावकंकर भार्या हिसाब रे तांको सहित मिलित हेबा कहले उज्जवल और सूची मसिणा वस्त्र आवश्यक रही हेले ए मसिणा वस्त्रटा कौन मसिणा वस्त्र अनेकंकर मतरे ए वस्त्र माथ्यू 22 अध्याय 11 पद को से माने विश्लेषण करती माथ्यू विवाह वस्त्र मसिणा वस्त्र को किंतु प्रिय मंडली प्रिय ईश्वर दासदासी माने परित्राण एटार
doctrine. Salvation is not enough to stand before my Lord, before our God. ପରିତ୍ରାଣ ଯଥେଷ୍ଟ ନୁହେଁ ଈଶ୍ୱରଙ୍କ ନିକଟରେ ଛିଡ଼ା ହେବା ପାଇଁ। ପରିତ୍ରାଣ ଯଥେଷ୍ଟ ନୁହେଁ ତାଙ୍କୁ ସାକ୍ଷାତ କରିବା ପାଇଁ। ପ୍ରସ୍ତୁତ ହେବାକୁ ପଡ଼ିବ। ତ ଅର୍ଥାତ୍ ଲୋକଙ୍କର ହେଇପାରେ ମନେ ଯେ ମୁଁ ପରିତ୍ରାଣ ପାଇଛି, ଆଇ ଗଟ୍ ଏ ଲାଇସେନ୍ସ, ମୁଁ ଯାହା କଲେ ବି ଜଗତରେ ମୋର ପ୍ରଭୁଙ୍କ ପାଖକୁ ମୁଁ ଯାଇପାରିବି, ମୁଁ ପ୍ରଭୁଙ୍କ ସହିତ ସାକ୍ଷାତ କରିପାରିବି। ନେଭର। ଆନ୍ସର ହେଉଛି ନୋ। ଆମେ ପରିତ୍ରାଣ ପାଇଛୁ। ମୁଁ କାଲି ଏଇ କଥା ମୋର ବିଲାଭେଡ୍ ମିସେସ୍ ପ୍ରତିଭା ସହ କଥାବାର୍ତ୍ତା ହେଉଥିଲି ଯେ ପ୍ରତିଭା ଟ୍ରକ୍ ନିଚେ ଗୁଡ଼ାଏ ସ୍ପ୍ରିଙ୍ଗ ଥାଏ, ପ୍ରାୟ 12ଟା 14ଟା ସ୍ପ୍ରିଙ୍ଗ ଗୋଟେ ପଟରେ ଥାଏ, ଏପଟେ ବି ଦୁଇ ପଟରେ, କାହିଁକିନା ଭାରସାମ୍ୟକୁ ବାଲାନ୍ସ କରିବା ପାଇଁ। ଏବଂ ସେ ସ୍ପ୍ରିଙ୍ଗଟା ଇସ୍ପାତ, ତାକୁ ଯଦି ଆମେ ଆଣିକିରି କାମାର ପାଖରେ ଯାଇକିରି ଆମେ ଯଦି ତାକୁ ଅସ୍ତ୍ର ତୈରି କରୁ, ବହୁତ ସୁନ୍ଦର ଅସ୍ତ୍ର, ଧାରାଳ ଅସ୍ତ୍ର ହୁଏ, ଭୟଙ୍କର ସାର୍ପ ହୁଏ। କିନ୍ତୁ ତାକୁ ଯଦି ଆମେ ରଖିଦଉ, ୟୁଜ ନ କରୁ, ତ ଯାହା ବି ତିଆରି ହେଲା, କୁରାଡ଼ି ହଉ, କାଟାରୀ ହଉ, ଛୁରୀ ହଉ, ଯାହା ବି ହଉ, ତାକୁ ଯଦି ଆମେ ରଖିଦଉ, କଣ ହବ ସେଟା? ଯେତେ ଭଲ ଅସ୍ତ୍ର ହୋଇଥାଉ, ତା ନା କାଟାରୀ, ତା ନା ଛୁରୀ, ଯଦି ଆମେ ତାକୁ ରଖିଦଉ, ଯଦି ତାକୁ ୟୁଜ ନ କରୁ, ଜଙ୍ଗ ଧରିଯିବ, ଅନୱାର୍ଦି, ବ୍ୟବହାର ଅନୁପଯୋଗୀ ହେଇଯିବ। ଠିକ ସେଇ ପ୍ରକାର ଆମର ଜୀବନ। ଆମେ ଅର୍ଥାତ୍ ପରିତ୍ରାଣ ପ୍ରାପ୍ତ ଲୋକମାନେ ପରିତ୍ରାଣ ପାଇଛି, ବାଇବେଲରେ ସେ ଘଟଣା ଅଛି, ଆମେ ଆଲୋଚନା କରିବା। କିନ୍ତୁ ଦ୍ୱିତୀୟ ଆଗମନ ପାଇଁ ଅଯୋଗ୍ୟ ହେଇଗଲେ। କିନ୍ତୁ ଏ ସ୍ଥାନରେ ଈଶ୍ୱରଙ୍କ ବାକ୍ୟ ଯଦି ଆମେ ଭଲ ଭାବେ ଲକ୍ଷ୍ୟ କରୁ, ଆମେ ଦେଖିବା ଏଇ ଯୋଉ ମସଳିଆ ବସ୍ତ୍ର ହଉଛି ପ୍ରକାଶ ବାକ୍ୟ 19:8 ଅନୁସାରେ এই মসলিয়া বস্ত্র হচ্ছে পবিত্র ମାନଙ୍କର ଧର୍ମାଚରଣ। I want to emphasize in this matter. ପବିତ୍ର ମାନଙ୍କର ଧର୍ମାଚରଣ। ପ୍ରକାଶ ବାକ୍ୟ 19:8 ଲେଖା ଅଛି ଯେ ଏଇ ମସଲିଆ ବସ୍ତ୍ର ହଉଛି ପବିତ୍ର ଲୋକମାନେ। କୋଉମାନେ ପବିତ୍ର ଲୋକମାନେ? ଏବଂ ସେମାନେ ତାଙ୍କର ଯୋଉ ଆଚରଣ, ତାଙ୍କର ଯୋଉ ବ୍ୟବହାର, ତାଙ୍କର ଯୋଉ ଚାଲିଚଳନ, ତାଙ୍କର ଯୋଉ ଖିଆପିଆ, ତାଙ୍କର ଯୋଉ ପୋଷାକ, ତାଙ୍କର ଯୋଉ ଦୀକ୍ଷା ଶିକ୍ଷା, ରିଲେସନସିପ with society, relationship with God, relationship with people, ଆଚରଣ, ଏଇଟା ହଉଛି ମସୀଣା ବସ୍ତ୍ର। ଆଉ ତାକୁ ଇଂରେଜୀ ଲାଇଲେନ୍ କ୍ଲଥ୍ସ। ତ এটা অত্যন্ত গুরুত্বপূর্ণ। ଆଉ ଏ ବିଷୟରେ ମତେ ଟିକେ ପଢିକିରି ସାହାଯ୍ୟ କରିବେ। ଆମେ ଦେଖିବା ପବିତ୍ର ମାନଙ୍କର ଧର୍ମାଚରଣ କଣ ଏବଂ କୋଉମାନେ ପବିତ୍ର ଲୋକମାନେ। ଆମେ ଦିନେ ଜାଣୁ ଯେତେବେଳେ ଆମେ ଅନ୍ୟାୟ କରିଥିଲୁ, ପାପ କରୁଥିଲୁ, ପ୍ରଭୁଙ୍କ ବିରୁଦ୍ଧରେ ସମସ୍ତ କାର୍ଯ୍ୟ କରୁଥିଲୁ, ଷ୍ଟିଲ୍ ଦେନ୍ ପ୍ରଭୁ କହୁଛି, ପ୍ରଭୁ ଆମକୁ ପ୍ରେମ କରୁଥିଲେ, ଆମେ ତାଙ୍କୁ ପ୍ରେମ କରିନୁ, ସେ ଆମକୁ ପ୍ରେମ କରିଛନ୍ତି, ସେ ଆମକୁ ପ୍ରେମ ଏବେ ବି କରୁଛନ୍ତି। ଦୋ ୱି ୱେଆର୍ ସିନର, ଆଜି ମଧ୍ୟ ଭୁଲ କଲେ, ଆଜି ମଧ୍ୟ ପ୍ରଭୁ ଆମମାନଙ୍କୁ ଆଦର ସ୍ନେହ କରୁଛନ୍ତି, ଅପେକ୍ଷା କରୁଛନ୍ତି ଏ ଲୋକମାନେ ଫେରି ଆସିବେ। ତ ଯୋଉମାନେ ଅନୁତାପ କରିକିରି ପାପ ବିଷୟରେ ନିଶ୍ଚୟତା ପାଇଲେ, ଜ୍ଞାନ ପାଇଲେ, ପ୍ରଭୁଙ୍କ ନିକଟରେ ଅନୁତାପ କରି ଫେରି ଆସିଲେ ଏବଂ ତାଙ୍କର କୃଷି ଓ ମୃତ୍ୟୁ ପ୍ରାୟଶ୍ଚିତ୍ତକୁ ଆପଣାର କଲେ, ଦାବି କଲେ ଯେ ଏଇ କୃଷି ଓ ମୃତ୍ୟୁରେ କୌଣସି ଡିଟରଜେଣ୍ଟ ନୁହେଁ, କିନ୍ତୁ ଏଇ କୃଷି ଓ ମୃତ୍ୟୁରେ ପ୍ରଭୁଙ୍କର ରକ୍ତ ଦ୍ୱାରା ଆମେ ଶୁଚି ହେଇପାରିବା। ଏବଂ ଆଜି ମଧ୍ୟ ସେଇ ରକ୍ତରେ ଶକ୍ତି ଅଛି, ଜୀବନ ଅଛି। ଲୋକମାନେ ଯେତେବେଳେ ସେ ସ୍ଥାନକୁ ଯେତେ ଭୁଲ ଅନ୍ୟାୟ କଲେ ମଧ୍ୟ ଅନୁତାପ କରି ଫେରି ଆସିଲେ, ମୁଖରେ ସ୍ୱୀକାର କଲେ, ସେ ପବିତ୍ର ହେଇପାରୁଛନ୍ତି, ଧାର୍ମିକ ବୋଲି ଗଣନା କରୁଛନ୍ତି ପ୍ରଭୁ ବିଶ୍ୱାସ। ତ ସେଇ ଲୋକମାନେ
তারপরে কোন করিবে, কোন প্রকার আচরণ করিবে মতে টিকে পড়িকি সাহায্য করিবে। কলসীয় তা 3 অধ্যায়, কলসীয় তা 3 অধ্যায় 12 রু 17 ପଦ ପର୍ଯ୍ୟନ୍ତ କିଏ ଜଣେ ଓଡ଼ିଆରେ ଟିକେ ପଢିଦେବେ କି? ଅତଏବ ଈଶ୍ୱରଙ୍କ ମନୋନୀତ ସାଧୁ ଓ ପ୍ରିୟ ଲୋକ ହୋଇ କୋମଳ ହୃଦୟ, ଦୟା, ନମ୍ରତା, ମୃଦୁତା ଓ ଦୀର୍ଘ ସହିଷ୍ଣୁତା ପରିଧାନ କର। ପରସ୍ପର ପ୍ରତି ସହନଶୀଳ ହୁଅ। ଆଉ ଯଦି କାହାରି ବିରୁଦ୍ଧରେ କୌଣସି କଥା ଥାଏ ତେବେ ଏକକୁ ଆରେକ କ୍ଷମା କର। ପ୍ରଭୁ ଯେପରି ତୁମମାନଙ୍କୁ କ୍ଷମା କରିଅଛନ୍ତି ତୁମେମାନେ ମଧ୍ୟ ସେହିପରି କର। ଆଉ ଏହି ସମସ୍ତ ଉପରେ ପ୍ରେମକୁ ପରିଧାନ କର, ଏହା ସିଦ୍ଧ ଅବସ୍ଥାର ବନ୍ଧନ ସ୍ୱରୂପ। ପୁଣି ଖ୍ରୀଷ୍ଟଦତ୍ତ ଯେଉଁ ଶାନ୍ତି ଭୋଗ କରିବା ନିମନ୍ତେ ତୁମେମାନେ ଏକ ଶରୀର ସ୍ୱରୂପରେ ଆହୁତ ହୋଇଅଛ ତାହା ତୁମମାନଙ୍କ ହୃଦୟରେ ରାଜତ୍ୱ କରୁ। ପୁଣି ତୁମେମାନେ ଧନ୍ୟବାଦ ଦିଅ। ଖ୍ରୀଷ୍ଟଙ୍କ ବାକ୍ୟ ପ୍ରଚୁର ଭାବେ ତୁମମାନଙ୍କ ଠାରେ ବାସ କରୁ। ତୁମେମାନେ ପରସ୍ପରକୁ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଓ ଚେତନା ଦିଅ। ପୁଣି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗୀତ, ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା କୃତଜ୍ଞ ହୃଦୟରେ ଗାନ କର। ଆଉ ବାକ୍ୟ କି କର୍ମରେ ତୁମେମାନେ ଯାହା କିଛି କର ସେ ସମସ୍ତ ପ୍ରଭୁ ଯୀଶୁଙ୍କ ନାମରେ କରି ତାହାଙ୍କ ଦ୍ୱାରା ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଅ। ଧନ୍ୟବାଦ, ପ୍ରେଜ ଦ ଲର୍ଡ ଭଉଣୀ। ତ ଏଇ ସ୍ଥାନରେ ଆମେ କଣ ଦେଖୁଛୁ, କୋଉ ଲୋକମାନଙ୍କୁ କହୁଛନ୍ତି? ଆପଣ ଯଦି ଏଇ କଲସୀୟ 3 ଅଧ୍ୟାୟ 1 ରୁ ବି ପଢିବେ, 1 ରୁ ବି ପଢିବେ, ଦେଖିବେ ଲେଖା ଅଛି ଯେ ଅତଏବ ତମମାନେ ଖ୍ରୀଷ୍ଟଙ୍କ ସହିତ ଉତ୍ଥାପିତ ହୋଇଅଛ। ଅର୍ଥାତ ଆମମାନେ ଯେତେବେଳେ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ନେଲୁ, ରୋମିଓ 6 ଅଧ୍ୟାୟ ବାପ୍ତିସ୍ମର ଗଭୀର ଅର୍ଥ, ସେଟା ମୋର ଟପିକ ନୁହେଁ, ଗଭୀର ଅର୍ଥ ଅଛି। ତାହେଲେ ବର୍ତ୍ତମାନ ଯେଉଁମାନେ ପାଣିରୁ ବାହାରିକି ଆସିଲେ, ଖାଲି ଆମେ ସେଠି ଯେ ବୁଡି ଗଲୁ ଗାଧୋଇଲୁ ତା ନୁହେଁ, କିନ୍ତୁ ତାର ଏକ ସ୍ପିରିଚୁଆଲ ଆତ୍ମିକ ଗଭୀର ଅର୍ଥ ରହିଛି। ତ ଖ୍ରୀଷ୍ଟଙ୍କ ସହିତ ଆମେ ପୁନରୁତ୍ଥିତ, ଅର୍ଥାତ ଖ୍ରୀଷ୍ଟ ଯେପରି ଆମମାନଙ୍କର ପାପ ନିମନ୍ତେ କ୍ରୁଶାରୋପିତ ହେଲେ, ସମାଧିସ୍ଥ ହେଲେ ଏବଂ ତୃତୀୟ ଦିବସେ ଗୋଟେ ଅଲଗା ଶରୀର, ସେଟା ଆଉ ରକ୍ତ ମାଂସ ଶରୀର ନୁହେଁ, ସମ୍ପୂର୍ଣ୍ଣ ଡିଫରେଣ୍ଟ। ଘର ଦ୍ୱାର ବନ୍ଦ ଥିଲେ ମଧ୍ୟ ଆଉ ସେ ପଶି ପାରୁଥିଲେ, ଦେଖା କରି ପାରୁଥିଲେ ଲୋକମାନଙ୍କ ସହିତ, ଶିଷ୍ୟମାନଙ୍କ ସହିତ। ଆମମାନେ ମଧ୍ୟ ସେ ପ୍ରକାର ଆତ୍ମିକ ଚିନ୍ତାଧାରା ନେଇ ଆମେ ପାଣି ଭିତରୁ ବାହାରି ଆସିଲୁ ଯେ ଆଜିଠାରୁ ଆମମାନେ ପାପ ବିଷୟ ମୃତ, ଉତ୍ଥାପିତ ହେବାର ଗଭୀର ଅର୍ଥ। ତାହେଲେ ଆମେ ଏବେ ତାଙ୍କର ଦେଇଥିବା, ତାଙ୍କର ଶିଖାଇଥିବା, ତାଙ୍କର ଲିପିବଦ୍ଧ କରୁଥିବା ଶିକ୍ଷାକୁ ଆମେ ଅନୁସରଣ କରିବା ଦରକାର, ଖାଇବା ଦରକାର, ପିଇବା ଦରକାର, ପିନ୍ଧିବା ଦରକାର, ଚେଷ୍ଟା କରିବା ଦରକାର। କାରଣ ଲେଖା ଅଛି ଯେ ଉର୍ଦ୍ଧ୍ୱସ୍ଥ ବିଷୟକୁ ଭାବ। ପୃଥିବୀରେ ଯଦିଓ ଆମେ ଅଛୁ, ପୃଥିବୀରେ ଲୋକମାନଙ୍କ ମଧ୍ୟରେ, କିନ୍ତୁ ଆମର ଆତ୍ମିକ ଶକ୍ତି, ଆତ୍ମିକ ବିଷୟ ଖ୍ରୀଷ୍ଟଙ୍କ ଠାରେ ଗୁପ୍ତ ହେଇକିରି ଅଛି। ଆଉ ସେଇଟାକୁ ଆମକୁ ଗ୍ରହଣ କରିବାକୁ ପଡିବ। ପୃଥିବୀରେ ଥିଲେ ମଧ୍ୟ, ଜୀବିକା ଅର୍ଜନ କଲେ ମଧ୍ୟ ମାଂସିକ ଅଭିଳାଷରେ ଆମକୁ ଚାଲିବାକୁ ହବ ନାହିଁ, କାହିଁକିନା ସେ ବିଷୟ ଆମେ ମରିଛୁ। ଆଉ ଆମେ ଯୋଉ ଜୀବନ ପାଇଛୁ ସେ ଜୀବନ ହଉଛି ଖ୍ରୀଷ୍ଟଙ୍କର ଜୀବନ, ଈଶ୍ୱରୀୟ ଜୀବନ, ଗଡଲି ଲାଇଫ। ଆଉ ସେଇଟାକୁ ଆମକୁ ଆମର ଜୀବନ ଦ୍ୱାରା ଏଇ ରକ୍ତ ମାଂସ ଶରୀରରେ ବଞ୍ଚିଥିବା ସମୟରେ ପ୍ରକାଶ କରିବାକୁ ପଡିବ। ଆଉ ସେଥିପାଇଁ ପ୍ରତିଦିନ ଆମମାନଙ୍କୁ ଈଶ୍ୱରଙ୍କର, ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ, କିନ୍ତୁ ଈଶ୍ୱରଙ୍କର ମୁଖ ନିର୍ଗତ ବାକ୍ୟରେ ସେ ବଞ୍ଚିବ, ପ୍ରକାଶ କରିବ। ସେଥିପାଇଁ ଆମମାନଙ୍କର ଅଙ୍ଗ ପ୍ରତ୍ୟଙ୍ଗ এই সমস্ত মৃত্যুসাত করি নানা প্রকার মন্দতা, অসুচিতা, মোহ, কুঅভিলাষ এ সমস্তକୁ লোভ, প্রতিমা পূজা, এ অবাধ্যতা, এ ক্রোধ, হিংসা এ সবକୁ পরিত্যাগ করে এক নূতন জীবন, সে জীবনটা কার? খ্রিস্টীয় জীবন, খ্রিস্ট ଦେଇଥିବା জীবন, ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବାର জীবন ଆମକୁ ଧାରଣ କରିବାକୁ ପଡିବ। ରାଗ, ହିଂସା, କୁଶ ଆଳାପ। ଆଜି ଅନେକ ବଡ ଦୁଃଖ ସହିତ କହୁଛି, ମୁଁ ବି ଜଣେ ପାଳକ, ମୁଁ ବି ଜଣେ ପ୍ରଚାରକ, ଯେତେବେଳେ ଖ୍ରୀଷ୍ଟୀୟ ସମାଜରେ ଭାଇ ଭଉଣୀ ମାନଙ୍କ ସହିତ ମିଶୁଛି, ଆଦାର ଫେଥରୁ ଆମେ ଆସିଛୁ, ଆମେ କୌଣସି ମନୁଷ୍ୟକୁ ଦେଖିକରି ନୁହେଁ, ପ୍ରଭୁଙ୍କୁ ଦେଖିକରି, କିନ୍ତୁ ଯେତେବେଳେ ସେମାନଙ୍କ ସହିତ ଆମେ ଉଠୁଛୁ, ବସୁଛୁ, କଥାବାର୍ତ୍ତା କରୁଛୁ, ତାଙ୍କର ଚରିତ୍ରକୁ ଦେଖୁଛୁ, ବଡ ଦୁଃଖ, ଦୟନୀୟ ଲାଗେ, କଷ୍ଟ ଲାଗେ, ମୁଁ କାନ୍ଦେ, ପ୍ରଭୁ
ଏମାନଙ୍କୁ ଦେଖିଲେ କଣ ଲୋକ ଆସିବେ ପ୍ରଭୁଙ୍କ ନିକଟକୁ? ମୋର ଜୀବନକୁ ଦେଖିଲେ ଲୋକ କଣ ପ୍ରଭୁଙ୍କୁ ବିଶ୍ୱାସ କରିପାରିବେ? ମିଥ୍ୟା ମୁଖ ନିର୍ଗତ ବାକ୍ୟ, ଆଳାପ, ନିନ୍ଦା, ବିଭିନ୍ନ ପ୍ରକାର ଯୋଉଟାକୁ ପ୍ରଭୁ କହୁଛନ୍ତି ବସ୍ତ୍ର ଭଳିଆ ମଇଳା ବସ୍ତ୍ର ଭଳିଆ କ୍ରିୟା ସହିତ ପରିତ୍ୟାଗ କର, ସେଗୁଡାକୁ ଆମେ ଆପଣାର କରୁଛୁ। ଯାହା ଫଳରେ ଏବଂ ନୂତନ ମନୁଷ୍ୟକୁ ପରିଧାନ କର, ଅର୍ଥାତ୍ ଯୀଶୁକୁ ପରିଧାନ କର ଏବଂ ସୃଷ୍ଟିକର୍ତ୍ତାର ପ୍ରତିମୂର୍ତ୍ତିରେ ସ୍ୱରୂପାନ୍ତରିତ ହେବାକୁ କହୁଛନ୍ତି ପ୍ରତିଦିନ। କିନ୍ତୁ ଆମେ ସେ ସମସ୍ତ ତତ୍ତ୍ୱଜ୍ଞାନକୁ ସଂଗ୍ରହ ନ କରି, ସେ ସମସ୍ତ ତତ୍ତ୍ୱଜ୍ଞାନକୁ ଜୀବନରେ ଆହରଣ ନ କରି, ଆହାର ନ କରିକିରି ଆମମାନେ ନୂତନକୃତ ହେବା ପରିବର୍ତ୍ତରେ ଆମମାନେ ଅନ୍ୟ ପ୍ରକାର ସମସ୍ତ ଆମମାନଙ୍କ ଜୀବନରେ ଆସୁଛି। ବିଜାତୀୟ ମାନଙ୍କ ମଧ୍ୟରେ ରହିଛୁ, ବିଜାତୀୟ ବେଳେ ହେଇଯାଉଛୁ। ଆମେ ସେମାନଙ୍କ ଉପରେ ଇନଫ୍ଲୁଏନ୍ସ ପକାଇବା ପରିବର୍ତ୍ତରେ ସେମାନଙ୍କର ଇନଫ୍ଲୁଏନ୍ସ ଆମମାନଙ୍କ ଜୀବନରେ ଆସୁଛି। ବଡ ଦୁଃଖର କଥା। ଭଉଣୀ ଆଉ ଟିକେ ମତେ ପଢିକି ସାହାଯ୍ୟ କରିବେ। ଇଫିସିଓ 4 ଅଧ୍ୟାୟ 1 ପଦରୁ ଆମେ ପଢିବା। ଇଫିସିଓ 4 ଅଧ୍ୟାୟ, ଦୟାକରି କେହି ଜଣ ଓଡ଼ିଆରେ ଟିକେ ପଢି ଦିଅନ୍ତୁ। ଇଫିସିଓ 4 ଅଧ୍ୟାୟ, ଏଇଟା ହଉଛି ଧର୍ମାଚରଣ, ପବିତ୍ର ମାନଙ୍କର ଧର୍ମାଚରଣ। ଇଫିସିଓ 4 ଅଧ୍ୟାୟ, ହ୍ୟାଲୋ, 4 ରୁ କେତେ ଆଜ୍ଞା? 1 ପଢନ୍ତୁ, 1 ପଢନ୍ତୁ, ପଢିଯାଆନ୍ତୁ। ଅତଏବ ପ୍ରଭୁଙ୍କ ହେତୁ ବନ୍ଦୀ ଯେ ମୁଁ ତୁମମାନଙ୍କୁ ଅନୁରୋଧ କରୁଅଛି, ତୁମମାନେ ଯେଉଁ ଆହ୍ୱାନରେ ଆହୁତ ହୋଇଅଛ ସେଥିର ଯୋଗ୍ୟ ଆଚରଣ କର, ଅର୍ଥାତ୍ ସର୍ବ ପ୍ରକାର ନମ୍ରତା, ମୃଦୁତା ଓ ଦୀର୍ଘ ସହିଷ୍ଣୁତା ସହ ପ୍ରେମରେ ପରସ୍ପର ପ୍ରତି ସହନଶୀଳ ହୁଅ। ଶାନ୍ତି ରୂପ ବନ୍ଧନରେ ଆତ୍ମାଙ୍କ ଐକ୍ୟ ରକ୍ଷା କରିବା ନିମନ୍ତେ ଯତ୍ନବାନ ହୁଅ। ଏକ ଶରୀର ଓ ଏକ ଆତ୍ମା, ଯେଉଁ ରୂପେ ତୁମେମାନେ ତୁମମାନଙ୍କ ଆହ୍ୱାନର ଏକ ଭରସାରେ ମଧ୍ୟ ଆହୁତ ହୋଇଅଛ, ଏକ ପ୍ରଭୁ, ଏକ ବିଶ୍ୱାସ, ଏକ ବାପ୍ତିସ୍ମ, ସମସ୍ତଙ୍କ ଏକ ଈଶ୍ୱର ଓ ପିତା। ସେ ସମସ୍ତଙ୍କ ଉପରେ, ସମସ୍ତଙ୍କ ମଧ୍ୟରେ ଏବଂ ସମସ୍ତଙ୍କ ଅନ୍ତରରେ ଅଛନ୍ତି। କିନ୍ତୁ ଖ୍ରୀଷ୍ଟଙ୍କ ଦାନର ପରିମାଣ ଅନୁସାରେ ଆମ୍ଭମାନଙ୍କ ପ୍ରତ୍ୟେକଙ୍କୁ ଅନୁଗ୍ରହ ଦତ୍ତ ହୋଇଅଛି। ଏଥି ନିମନ୍ତେ ଉକ୍ତ ଅଛି ଯେ ଉର୍ଦ୍ଧ୍ୱରେ ଆରୋହଣ କରି ବନ୍ଦୀମାନଙ୍କୁ ବନ୍ଦୀ କରି ନେଇଗଲେ, ଆଉ ମନୁଷ୍ୟମାନଙ୍କୁ ନାନା ବର ଦାନ ଦେଲେ। ସେ ଆରୋହଣ କଲେ ବୋଲି କହିବାର ଅର୍ଥ କଣ? ନା, ସେ ମଧ୍ୟ ନିଚସ୍ତ ପୃଥିବୀକୁ ଅବତରଣ କରିଥିଲେ। ଯେ ଅବତରଣ କରିଥିଲେ, ସେ ଯେପରି ସମସ୍ତ ବିଷୟ ପୂର୍ଣ୍ଣ କରନ୍ତି, ଏଥିପାଇଁ ସେ ମଧ୍ୟ ସମସ୍ତ ସ୍ୱର୍ଗର ଊର୍ଦ୍ଧ୍ୱକୁ ଆରୋହଣ କଲେ। ସେ କାହା କାହାକୁ ପ୍ରେରିତ, କାହା କାହାକୁ ଭାବବାଦୀ, କାହା କାହାକୁ ସୁସମାଚାର ପ୍ରଚାରକ, ପୁଣି କାହା କାହାକୁ ପାଳକ ଓ ଶିକ୍ଷକ ରୂପେ ନିଯୁକ୍ତି କରି ଦାନ କରିଅଛନ୍ତି, ଯେପରି ସାଧୁମାନେ ସେବା କାର୍ଯ୍ୟ ନିମନ୍ତେ ସିଦ୍ଧି ଲାଭ କରନ୍ତି ଓ ଖ୍ରୀଷ୍ଟଙ୍କ ଶରୀର ନିଷ୍ଠା ପ୍ରାପ୍ତ ହୁଏ। ଶେଷରେ ଯେପରି ଆମ୍ଭେମାନେ ସମସ୍ତେ ବିଶ୍ୱାସରେ ଓ ଈଶ୍ୱରଙ୍କ ପୁତ୍ର ବିଷୟକ ଜ୍ଞାନରେ ଏକତା ପ୍ରାପ୍ତ ହଉ, ଅର୍ଥାତ୍ ଖ୍ରୀଷ୍ଟଙ୍କ ପୂର୍ଣ୍ଣତାର ପରିମାଣ ଅନୁସାରେ ପୂର୍ଣ୍ଣ ବୟସ୍କ ପୁରୁଷ ହେଉ। ଯେପରି ଆମ୍ଭେମାନେ ଆଉ ଶିଶୁ ପରି ନ ହୋଇ ମନୁଷ୍ୟମାନଙ୍କ ଶଠତା ଓ ଭ୍ରାନ୍ତିଯୁକ୍ତ କଳ୍ପନା ଅନୁସାରେ ଦ୍ରୁତତା ଦ୍ୱାରା ବିଭିନ୍ନ ଶିକ୍ଷାରୂପ ବାୟୁରେ ଇତସ୍ତିତ ଚାଳିତ ନ ହେଉ, କିନ୍ତୁ ସତ୍ୟ ଅବଲମ୍ବନ କରି ମସ୍ତକ ସ୍ୱରୂପ ଯେ ଖ୍ରୀଷ୍ଟ, ତାହାଙ୍କ ଉଦ୍ଦେଶ୍ୟରେ ସର୍ବ ବିଷୟରେ ପ୍ରେମରେ ବୃଦ୍ଧି ପାଉ। ତାହାଙ୍କ ଠାରୁ ସମସ୍ତ ଶରୀର ପ୍ରତ୍ୟେକ ସନ୍ଧିର ସାହାଯ୍ୟ ଦ୍ୱାରା ପୁଣି ପ୍ରତ୍ୟେକ ଅଂଶର କାର୍ଯ୍ୟ ସାଧକ ଶକ୍ତି ଅନୁସାରେ ସୁଖଚିତ ଓ ସୁସଂଯୁକ୍ତ ହୋଇ ପ୍ରେମରେ ଆପଣାର ନିଷ୍ଠା ନିମନ୍ତେ ନିଜର ବୁଦ୍ଧି ସାଧନ କରୁଅଛି। ଅତଏବ ମୁଁ ପ୍ରଭୁଙ୍କ ନାମରେ ବିଶେଷ ଅନୁରୋଧ କରି କହୁଅଛି, ବିଜାତିମାନେ ଯେପରି ଆପଣା ଆପଣା ମନର ଅସାରତାରେ ଆଚରଣ କରନ୍ତି, ତୁମେମାନେ ସେହିପରି ଆଚରଣ କର ନାହିଁ। ସେମାନେ ଆପଣା ମାନଙ୍କ ଠାରେ ଥିବା ଅଜ୍ଞାନତା ହେତୁ ଓ ନିଜ ନିଜ ହୃଦୟର ଜଡ଼ତା ହେତୁ ଆପଣା ଆପଣା ବୁଦ୍ଧିରେ ଅନ୍ଧକାରାଚ୍ଛନ୍ନ, ପୁଣି ଈଶ୍ୱରଙ୍କ ଜୀବନରୁ ବିଚ୍ଛିନ୍ନ ହୋଇଅଛନ୍ତି। ସେମାନେ ଜଡ଼ବତ୍ ହୋଇ ଧନ ଲୋଭରେ ଆସକ୍ତ ହେବା ସଙ୍ଗେ ସଙ୍ଗେ ସର୍ବ ପ୍ରକାର ଅଶୁଚି କର୍ମ କରିବା ନିମନ୍ତେ ଆପଣା ଆପଣାକୁ କାମୁକାତାରେ ସମର୍ପଣ କରିଅଛନ୍ତି। କିନ୍ତୁ ତୁମମାନେ ଖ୍ରୀଷ୍ଟଙ୍କୁ ଓ
ସେ ପ୍ରକାରେ ଶିକ୍ଷା କରିନାହ। ତୁମମାନେ ତ ତାଙ୍କ ବିଷୟ ଶୁଣିଅଛ, ପୁଣି ଯୀଶୁଙ୍କ ସମ୍ବନ୍ଧୀୟ ସତ୍ୟ ଅନୁସାରେ ତାଙ୍କ ସହଭାଗିତାରେ ଥାଇ ଶିକ୍ଷିତ ହୋଇଅଛ। ଅର୍ଥାତ୍ ତୁମେମାନେ ଯେଉଁମାନଙ୍କ ପୁରାତନ ଆଚରଣ ସମ୍ବନ୍ଧରେ ଯେଉଁ ପୁରାତନ ସ୍ୱଭାବ ପ୍ରବଞ୍ଚନାର ବିଳାସିତା ଅନୁସାରେ ଅଧିକରୁ ଅଧିକ ଭ୍ରଷ୍ଟ ହେଉଅଛି, ତାହାକୁ ପରିତ୍ୟାଗ କରିବାକୁ, ପୁଣି ତୁମମାନଙ୍କ ମନରେ ନୂତନୀକୃତ ହୋଇ ଯେଉଁ ନୂତନ ସ୍ୱଭାବ ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ ଧାର୍ମିକତା ଓ ସତ୍ୟର ପବିତ୍ରତାରେ ସୃଷ୍ଟି ହୋଇଅଛି, ତାହା ପରିଧାନ କରିବାକୁ ଶିକ୍ଷିତ ହୋଇଅଛ। ଅତଏବ ধন্যবাদ ধন্যবাদ ভাই। তো আমি এটি কোন দেখুছু? আমি দেখুছু ধার্মিক মানকর আচরণ। তারপরে পুଣି আହୁରି 32 পদ পর্যন্ত যদি আমি পড়ুছু, লেখা আছে মিথ্যা সমস্ত বিষয় পরিত্যাগ কর, প্রতিবাসী সহিত সত্য আলাপ কর, এখানে তোমানে পরস্পর সমস্ত অঙ্গ প্রত্যঙ্গ, এবং যদি কোনসি পাপ হইথায় পাপ করো নাই, এবং সূর্য অস্ত ন যাও, পরস্পর প্রতি রাগ হিংসাକୁ স্বীকার কর, দিয়াবଳକୁ অর্থাৎ শয়তানের কোনসি স্বভাবକୁ চরিত্রକୁ জীবনে স্থান দিও নাই, পরিশ্রম কর কিন্তু চুরি কর নাই, মিছ কহ নাই, দরিদ্র ମାନଙ୍କୁ ଯାହା ଦେବାର ଅଛି ଦିଅ। এই সমস্ত যে উপদেশ ଦେଇଛନ୍ତି, এবং ତମ ମୁହଁରୁ କୁତ୍ସିତ ଆଳାପ ପ୍ରକାଶିତ ନ ହଉ, ପ୍ରয়োଜନ ମতো ଯାହାକୁ যেটা କହିବାର ଅଛି, ଯୋଉଠି যেটা କରିବାର ଅଛି, ପରସ୍ପରକୁ ସେଟା ଗଠନ କରି ମୂଳକ ଭାବରେ ଚିନ୍ତା କରାଯାଉ, ସଦାଳାପ କର, ଏବଂ ସବୁଠୁ ବଡ଼ ବିଷୟ ପବିତ୍ର ଆତ୍ମାକୁ ଯେପରି ଆମେ ଦୁଃଖ ନ ଦଉ, ପବିତ୍ର ଆତ୍ମାକୁ ଯେପରି ଆମେ ଦୁଃଖ ନ ଦଉ, ଏବଂ ଆମେ ସମସ୍ତେ ସେଇ ମୁକ୍ତିର ଦିନକୁ ଦ୍ୱିତୀୟ ଆଗମନର ଅପେକ୍ଷାରେ ଅଛୁ। ସେଥିପାଇଁ ଆମେ ମୁଦ୍ରାଙ୍କିତ ହୋଇଅଛୁ। ସେଥିପାଇଁ ସବୁ ପ୍ରକାର କଟୁବାକ୍ୟ ଏଗେନ୍ ରିପିଟ୍, ସବୁ ପ୍ରକାର ରାଗ, ହିଂସା, କ୍ରୋଧ, କଳହ, ନିନ୍ଦା, এই সমস্ত আমাদের মধ্যରୁ দূরীভূত হও। পরস্পর মধ্যে মধুর স্বভাব, করুণার চিত্ত, পরস্পরକୁ ক্ষমা କରାଯାଉ, যেপরি খ্রিস্ট ଆମମାନଙ୍କୁ ক্ষমা କରିଛନ୍ତି। প্রিয় মণ্ডলী, ଏ ସମସ୍ତକୁ କୁହାଯାଉଛି ଲାଇଲେନ୍ କ୍ଲୋଥ୍ସ, ମସିଣା ବସ୍ତ୍ର। ତ ଯେତେବେଳେ ମୁଁ এই ସମସ୍ତ ବାକ୍ୟକୁ ଚିନ୍ତା କରୁଥିଲି, ପଢୁଥିଲି, ମୁଁ ଦେଖୁଥିଲି যে মোর জীবନରେ ମୁଁ କେତେ ଦୁର୍ବଳ ଅବସ୍ଥାରେ ଜୀବନ ଯାପନ କଟୁଛି। କୋଉ ପ୍ରକାର ଭାବରେ ସାମୂହିକ ଭାବରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା, କ୍ରନ୍ଦନ, ଅନୁତାପ, ସେଇ ସମୟଟା, ସେଇ ଦିନଟା ଠିକ ରହିଲା, ତାପରେ ପୁଣି ଆଉ ଥରେ ଭୁଲରେ ପଡି ଯାଉଛି। କାହିଁକି ନା ଆମେ ଯେ ଆମର ପିତା କେ, ଆମର ପ୍ରଭୁ କେ, ଆମେ କାହାର ସନ୍ତାନ, ଆମେ କୋଉ ଘରର ପିଲା, କୋଉଠି ଆମେ ଜନ୍ମ ହେଲୁ, ଏ ସମସ୍ତ ଯଦି ଆମେ ଭଲରେ ଶିକ୍ଷା ପାଇଥାନ୍ତୁ, ଜାଣିଥାନ୍ତୁ, বা ଭଲରେ ଯଦି ମଣ୍ଡଳୀ ଦ୍ୱାରା বা ମେଣ୍ଟର ଦ୍ୱାରା, ତାହେଲେ ଆହୁରି ଆତ୍ମିକ ଜୀବନ ଆମେ ବଳିଷ୍ଠ ହେଇପାରିଥାନ୍ତୁ। ତାମାନେ ଯଦି ଅନେକ ଲୋକମାନେ ଶିକ୍ଷା ଅଭାବରେ, ইনফরমেশন অভাবে, আর অনেক লোকମାନେ জানিকিরি ମଧ୍ୟ আজ আত্মিক জীবନରେ ସେମାନେ আমি বলিষ্ঠ হই পারু না। দ্বিতীয় বিষয় লেখা আছে পরিত্রাণ, যেটা হচ্ছে বিবাহ বস্ত্র। মাথিউ 22 অধ্যায় 12 পদরে লেখা আছে এই কথা, যে ଯୋଉଟାକି ବିନା ମୂଲ୍ୟରେ ପ୍ରଭୁ ଦାନ କରନ୍ତି, ବିବାହ ବସ୍ତ୍ର, ଯୋଉଟା ମାନେ ଦେଖୁଛୁ ଯେ ପ୍ରଭୁ ଯୀଶୁର ଧାର୍ମିକତା, ଅର୍ଥାତ୍ ତାଙ୍କଠାରେ ଯିଏ ବିଶ୍ୱାସ କଲେ ପାପ କ୍ଷମା ପାଇବା ପାଇଁ ବା ପାପରୁ ରକ୍ଷା ପାଇବା ପାଇଁ, ଅନନ୍ତ ଜୀବନର ଅଧିକାରୀ ହେବା ପାଇଁ, ଜୀବନ ପୁସ୍ତକରେ ନାମ ଲେଖିଦେବା ପାଇଁ ବା ତାଙ୍କର ସନ୍ତାନ ହେବା ପାଇଁ, ପ୍ରଭୁ ସେଟା ବିନା ମୂଲ୍ୟରେ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ, ଯୌନତା 3:16 ପଦରେ। ଆଉ ଯୋଉ ମୁହୂର୍ତ୍ତରେ ଯେତେବେଳେ ବିନା ସର୍ତ୍ତରେ ପ୍ରଭୁଙ୍କ ନିକଟକୁ ଯେତେବେଳେ ଜଣେ ଆସିକିରି এই সমস্ত স্বীকার করতে, সে বিশ্বাসী হতে, তার সন্তান অধিকার পেয়ে, আর সেই মুহূর্তে যিশায়া তার 61 অধ্যায় 10 পদ অনুসারে আর সেই বস্ত্রটি সে লাভ করতে। অতএব এবে কিন্তু মেষ সেবকଙ୍କର ସମ୍ମୁଖରେ ଆମର ଯୋଉ ଟପିକ, মেষ ସେବକଙ୍କର ସମ୍ମୁଖରେ ଦଣ୍ଡାୟମାନ ହେବା ପାଇଁ ମସିଣା ବସ୍ତ୍ର ଦରକାର। ଅର୍ଥାତ୍
ପବିତ୍ର ଲୋକମାନେ ପାପୀ ଲୋକମାନେ ପବିତ୍ର ହେଲେ ତାଙ୍କର ଧର୍ମାଚରଣ ଦରକାର ଏବଂ এই ବସ୍ତ୍ର ପରିହିତ ହେବା ପାଇଁ ଏବଂ ଛିଡ଼ା ହେବା ପାଇଁ ଶକ୍ତି ଦରକାର। ପ୍ରିୟ ପ୍ରଭୁଙ୍କର ଭକ୍ତ ଦାସ ଦାସୀ ମାନେ ବିନା ମୂଲ୍ୟରେ ଅନୁଗ୍ରହରେ ଆମେ ବିଶ୍ୱାସ ଦ୍ୱାରା ଆମେ ପରିତ୍ରାଣ ପାଇପାରିବା, କିନ୍ତୁ ପରିତ୍ରାଣକୁ ଯଦି ଆମେ ଆମର ବିଶ୍ୱାସକୁ ଯଦି ଆମେ ଯତ୍ନରେ ରକ୍ଷା କରିବା ନାହିଁ ତାହେଲେ ଆମେ ଶକ୍ତି ପ୍ରାପ୍ତ ହେଇପାରିବା ନାହିଁ। ପରିତ୍ରାଣ ନିଶ୍ଚୟ ପାଇବା ଦରକାର, କିନ୍ତୁ ପରିତ୍ରାଣ ପାଇସାରିଲା ପରେ ପବିତ୍ର ଆତ୍ମାଙ୍କର ଅଭିଷେକ, ପବିତ୍ର ଆତ୍ମାଙ୍କର ଦାନ, ପବିତ୍ର ଆତ୍ମାଙ୍କର ଫଳ, ପବିତ୍ର ଆତ୍ମାଙ୍କର ଶିକ୍ଷା, ପବିତ୍ର ଆତ୍ମାଙ୍କର ନିର୍ଦ୍ଦେଶ, ପବିତ୍ର ଆତ୍ମାଙ୍କର ଚାଲନା, ପବିତ୍ର ଆତ୍ମାଙ୍କର ସମସ୍ତ ବିଷୟ ଆମର ଆବଶ୍ୟକ ରହିଛି। ବାକ୍ୟ ପଠନ ଇତ୍ୟାଦି ଇତ୍ୟାଦି ଇତ୍ୟାଦି। କିନ୍ତୁ ପରିତ୍ରାଣକୁ ଯଦି ଆମେ ସୁରକ୍ଷା ନ କରୁ ତାହେଲେ ପରିତ୍ରାଣର ଯୋଉ ଆନନ୍ଦ, ପରିତ୍ରାଣର ଯୋଉ ପ୍ରେମ, ପରିତ୍ରାଣର ଯୋଉ ଅରୋମା ଆସ୍ତେ ଆସ୍ତେ ଜୀବନରେ ଚାଲିଯିବ। ସେତେବେଳେ ଜୀବନରେ ଶିଥିଳତା, ଜୀବନରେ ବ୍ୟସ୍ତତା, ଅସ୍ଥିରତା, ନାନା ପ୍ରକାର ମନ୍ଦତା ଆସି ଆମକୁ ଘେରି ପକାଇବ। ଆମର ମାଥିଉ 25 ଅଧ୍ୟାୟ ଯୋଉ 10ଟି କୁମାରୀ କନ୍ୟାର ଯୋଉ କଥା ସବୁ ଲେଖା ଅଛି, ଏମାନେ ସମସ୍ତେ ପରିତ୍ରାଣ ପ୍ରାପ୍ତ ଏବଂ ସମସ୍ତେ ପବିତ୍ର ଆତ୍ମା ଦ୍ୱାରା ପରିଚାଳିତ। ଦେଖନ୍ତୁ, କିନ୍ତୁ ତଫାତଟା କୋଉଠି? ଏଇ 10 ଜଣ ଭିତରେ 5 ଜଣ ସେମାନେ ପରିତ୍ରାଣ ପ୍ରାପ୍ତ ବ୍ୟକ୍ତି ଥିଲେ, କିନ୍ତୁ ଏବଂ ସେମାନେ ଅପେକ୍ଷା କରିଥିଲେ ଯେ ବରଙ୍କ ସହିତ ସାକ୍ଷାତ କରିବ। ଦ୍ୱିତୀୟ ଆଗମନ ପାଇଁ ସେମାନେ ଅପେକ୍ଷା କରୁଥିଲେ, କିନ୍ତୁ ଆମେ ଦେଖିଲୁ ସେମାନେ ଜାଗ୍ରତ ଜୀବନ କାଟୁନଥିଲେ। 5 ଜଣ ଏଇ 10 ଜଣ ଭିତରେ ସେମାନେ ଜାଗ୍ରତ ଜୀବନ କାଟୁନଥିଲେ। ସେମାନଙ୍କ ଜୀବନ ଅବହେଳା, ଶିଥିଳତା ଯୋଗୁ ସେମାନଙ୍କର ତେଲ ଯେ ଶେଷ ହେଇଯାଇଛି ସେମାନେ ଜାଣିପାରିଲେନି, କେତେବେଳେ ଶେଷ ହେଇଛି ଜାଣିପାରିଲେନି। ଯାହା ଫଳରେ ଆମେ ଦେଖୁଛୁ ଯେ ସେମାନେ ତେଲ ସଂଗ୍ରହ କରିବାର ଯେ ତାଙ୍କର ପ୍ରয়োଜନ ଅଛି ସେଟା ବି ତାଙ୍କର ମନେ ବି ନାହିଁ। ସେତିକି ଭୁଲ ପାଇଁ, ସେତିକି ଅବହେଳା ପାଇଁ, ସେତିକି ଅଳସତା ପାଇଁ ଜୀବନରେ କେତେ ବଡ଼ ଘୋରତର ପରିଣାମ ଭୋଗିବାକୁ ପଡ଼ିଲା ତାଙ୍କୁ। ଆମେ ଦେଖୁଛୁ ସେମାନେ ବରର ସହିତ ସାକ୍ଷାତ କରିପାରିଲେ ନାହିଁ। ଆଜି ଆମେ କଣ ସେଇ 5 ଜଣଙ୍କ ଭିତରେ ଜଣେ ନୁହେଁ? ଆମେ କୋଉମାନେ ସୁବୁଦ୍ଧି 5 ଜଣଙ୍କ ଭିତରେ ଯୋଉମାନେ 5 ଜଣ ବୁଦ୍ଧି କୁମାରୀ କନ୍ୟା ସେମାନଙ୍କ ଭିତରେ ଜଣେ ନା ଏଇ 5 ଜଣ ଯୋଉମାନେ ଅବହେଳା, ଶିଥିଳତା, ଆଳସ୍ୟ ବିଷୟ ପରିତ୍ରାଣକୁ ରକ୍ଷା କରି ପାରିଲେ ନାହିଁ, ଯତ୍ନ ନେଇ ପାରିଲେ ନାହିଁ, ସେଇ ଦଳର ଲୋକ ଟିକେ ଭୁଲ ଯୋଗୁ ବରର ସମ୍ମୁଖରେ ଛିଡ଼ା ହେବା ଦୂର କଥା, ଦେଖା ବି ସାକ୍ଷାତ ବି କରିପାରିଲେ ନାହିଁ। ତ ଆମେ ଏଠି ଦେଖୁଛୁ ଏଇ ଦୃଷ୍ଟାନ୍ତରେ ଯେ କଣ ହେଲା, ବରର ଆସିବାକୁ ବିଳମ୍ବ ହେବା ଯୋଗୁ ଏମାନେ ଅଳସ ହେଇଗଲେ, ଢୋଳେଇ ପଡ଼ିଲେ, ନିଦ୍ରିତ ହେଇଗଲେ। ଯାହା ଫଳରେ ଜୀବନରେ ତାଙ୍କର ଆଜି ମଧ୍ୟ ଆମ ଜୀବନରେ ମଧ୍ୟ ଆଳସ୍ୟତା, ଶିଥିଳତା ଦେଖା ଦେଉଛି, ଦେବ ମଧ୍ୟ। ପ୍ରଭୁ ଆସିବେ, ଯୁଦ୍ଧ ହଉଛି, କେତେବେଳେ ଆସିବ ଠିକ ନାହିଁ, ଚଳିବ, କିନ୍ତୁ ପ୍ରଭୁଙ୍କର ଆଗମନ ସନ୍ନିକଟ। 2000 ବର୍ଷ ତଳେ ପ୍ରଭୁ ଏ ବାକ୍ୟ କହିଥିଲେ, ଆଜି ତ ଫଳୁ ନାହିଁ, ଆଉ ଟିକେ ଶୋଇବା, ଆଉ ଟିକେ ଦେଖିବା, କିନ୍ତୁ ହଠାତ୍ ଯେ ପ୍ରଭୁ ଆସି ପଡିବ ଏଇ ଢୋଳିବା ଅବସ୍ଥାରେ ଆମର ପାଖରେ ତେଲ ପ୍ରয়োଜନ ଅଛି, ତେଲ ନାହିଁ। ପବିତ୍ର ଆତ୍ମାଙ୍କର ଶକ୍ତିରେ ବଳବାନ ହେବାକୁ ପଡିବ, ବାକ୍ୟରେ ବଳବାନ ହେବାକୁ ପଡିବ, ଆଚରଣରେ ବଳବାନ ହେବାକୁ ପଡିବ। ଦେଖାଯିବ ସେ ସମସ୍ତ ଅଭାବ ହେଇଯାଇଛି। ପାପର ବୃଦ୍ଧି, ଧର୍ମର ଶିଥିଳତା ଜୀବନରେ ଆସିଯିବ, ପ୍ରେମ ଶୀତଳ ହେଇଯିବ। ମାଥିଉ 24:12 ଅନୁସାରେ ତ ଆମେ ଦ୍ୱିତୀୟ ଆଗମନ ଆଉ ପ୍ରସ୍ତୁତ ହେଇପାରିବା ନାହିଁ। ଅଧିକାଂଶ ବିଶ୍ୱାସୀଙ୍କ ଜୀବନରେ ଯଥେଷ୍ଟ ପରିମାଣରେ ଆଳସ୍ୟତା, ଶିଥିଳତା ଦେଖା ଦେଉଛି। ବଡ଼ ଦୁଃଖର ସହିତ ସ୍ୱୀକାର କରୁଛି, ଯେତେବେଳେ OM ରେ ଆମେ ଥିଲୁ ଏ ପ୍ରକାର 3-3:30ରେ ଆମକୁ ଉଠି ଫ୍ରେଶ ଅପ୍ ହେବାକୁ ପଡିବ, 4ଟାରୁ ପ୍ରାର୍ଥନା, ଡିଭୋସନ ଇତ୍ୟାଦି ଇତ୍ୟାଦି ଇତ୍ୟାଦି। କିନ୍ତୁ ସେ ଯୋଉ ଜୀବନ, ସେ ଯୋଉ ଆନନ୍ଦ ଆଜି ଅନେକାଂଶେ କମି ଯାଇଛି।
आज केते जण मते बहुत भल लगे एई प्रातःकालीन प्रार्थना आपण मानकर रियली एटा अत्यंत आशीर्वाद प्रभुଙ୍କ ଠାରୁ ଝିକିକି ଆଣିବା ପାଇଁ ଛଡେଇକି ଆଣିବା ପାଇଁ ରାସ୍ତା ଦିସ୍ ଦ ଓनली वे এই প্রেয়ার গ্রুপে যে মানে আয়োজনকারী ମାନଙ୍କ ପାଇଁ ମୁଁ ଧନ୍ୟବାଦ ଏବଂ କୃତଜ୍ଞତା ପ୍ରକାଶ କରେ କିପ୍ ଅପ୍ ଏଟାକୁ ଆହୁରି ତେଲ ଦେଇକିରି ଆହୁରି ମସଲା ଦେଇକିରି ତାକୁ ଆହୁରି ପ୍ରଜ୍ୱଳିତ କରାଯାଉ ଯାହା ଫଳରେ ଆମମାନଙ୍କର ଆମେ ବଳ ପାଇବା ଶକ୍ତି ପାଇବା ଆତ୍ମିକ ଜୀବନରେ ଏବଂ ପ୍ରଭୁଙ୍କର ଆଗମନରେ ଆମେ ସାକ୍ଷାତ କରିପାରିବା ଏବଂ ଶକ୍ତି ପ୍ରାପ୍ତ ହେବା ସାକ୍ଷାତ କରିବା ପାଇଁ ଏବଂ ଦଣ୍ଡାବାନ ହେଇପାରିବା দ্বিতীয় আগমন নিমন্তে কিভাবে কোন কেমতি ভাবে আমাকে প্রস্তুত রহবাক পড়িব এটি প্রভু কইছন্তি জাগি রুহ প্রার্থনা কর তোমমানে সর্ব বিষয়ে জাগি রুহ প্রার্থনা কর যে এই সমস্ত তো ঘটনা ঘটিব কিন্তু এই সমস্ত ঘটনারু এড়াইবা পাই এবং মনুষ্য পুত্র সম্মুখে ছিড়া হওয়া পাই শক্তিযুক্ত হওয়া পড়িব প্রভুଙ୍କର আগমন সমୟରେ विश्वासी मानकु आउरी पवित्र हवाक पड़िबो जदि टिके पवित्र आउरी पवित्र हवाक पड़िबो जदि टिके निष्कलंक आउरी निष्कलंक हवाक पड़िबो अनिंदनीय हवाक पड़िबो विघ्न रहित हवाक पड़िबो आमानकु एई प्रकार जीवन काटिया पड़िबो प्रथम थेसलोनिकीय 5 अध्याय 23 पद अनुसार आमानकु जीवन काटिया पड़िबो लेखा अछि आ शांतिर ईश्वर जे आममानकु सर्वत भावरे पवित्र करि पारंती बा पवित्र करें एवं तांकर अविकल आत्मा प्राण देह आमान को प्रभु जीशु ख्रीष्ट ठारे आगमन काले आमान को अनिंदनीय रूपे रक्षा करिबो एवं तांको निकटे से पहुंचेबो कंडीशन कौन रिलेशनशिप प्रार्थना द्वारा प्रभु के सहित कथावार्ता करिबा प्रार्थना द्वारा निजे को प्रस्तुत करिबा प्रार्थना इज आर्ट ऑफ वर्शिप ACTNS adoration, confession, T रे thanksgiving, and then supplication निवेदन प्रार्थना द्वारा हमारे निजे को प्रस्तुत करि परिबा अतः ए विश्वासी माने प्रत्येक ए शिक्षा पाइबा पाई स्ट्रॉंग मंडली दरकार सहभागिता दरकार कारण प्रभु जीशु तांकर शिष्य मान को एपोस्टल्स मान को भाववादी मान को यही भित्तिमूल शिखाई थिले जे शैतान रो शक्ति को जयलाभ करिया कहले आमन को यही प्रकार शिक्षार सहित संयुक्त रहिबा को पड़िबो एवं ईश्वरंकर पुत्र प्रभु जीशु ख्रीष्टंकर जो तत्व जो शिक्षा सेईटा हमको सिद्ध करिबो सेईटा हमको शक्तिमान करिबो सेईटा हमको तांकर सम्मुखरे छिड़ावा पाई सहाय्य करिबो ख्रीस्टीय जीवन एकक नुहे एकला एकला हम करि परिबा नाही इट्स ए फेलोशिप टुगेदरनेस मंडल के जीवन सहभागितार जीवन जोटा कि शैतान समस्त प्रकार चक्रांत को नष्ट करि परिबो सेति पाई प्रेरित मानकर शिक्षारे एवं सहभागितारे आमानकर रहिबा प्रयोजन सेति पाई ए प्रकार स्ट्रॉंग फेलोशिप आवश्यक रहिछि द्वितीय विषय प्रार्थना रे जागी रहबा को पड़िबो प्रार्थना अनेक समय हम देखिया को पाउछु गोटे लोक एठी आमे 100 200 कि 150 200 लोक ओठी लागि कि अछु गोटे गछ सहित शाखा लागि कि अछि किंतु शाखा मरि जाउछि कोन पई ना शाखा रे जीवन नाही हयतो गछ रे जीवन अछि शाखा रे जीवन नाही जेहेतु जीवन नाही शाखा रे सेति पई एई गछ रस ता मध्यरे प्रवेश करि पारुनी आ सेति पई फल भी धरु नै एही पारे अनेक लोक माने बहुत बढ़िया लागुछि गीत भल लागुछि प्रार्थना भल लागुछि सर माने मैडम माने प्रभु के दासदासी माने विभिन्न प्रकार प्रार्थना रे सहाय्य करूछन्ति दैट्स ओके फाइन किंतु मु तो फल फलु नै मोर जीवन तो फल नाही मोर जीवन तो कोनोसी प्रकार परिवर्तन नाही सो व्हाट तो ए प्रकार भी हेई पारे तो सेति पई आमन को शिक्षा बाजिक भावे हयतो आमे लागि रहिछु सेटा यथेष्ट नुहे किंतु जागृत जीवन प्रार्थनार जीवन सत्यर तत्व ज्ञान रे वृद्धि पाइबार जीवन आमन को
ଭିତରେ ପ୍ରବେଶ କରିବାକୁ ପଡିବ, ତେବେ ଆମେ ବଳିଷ୍ଠ ହେଇପାରିବା, ତେବେ ଆମେ ଶକ୍ତିମାନ ହେଇପାରିବା, ତେବେ ଆମେ ସେଇ ପରିତ୍ରାଣର ବସ୍ତ୍ରକୁ ଆମେ ପରିଷ୍କାର ରଖିପାରିବା। ପ୍ରଭୁ ଯୀଶୁ ଏ କଥା କହୁଛନ୍ତି, ଏ ହଉଛି ଅତ୍ୟନ୍ତ ସତ୍ୟ କଥା। আর ଯୋଉ ସତ୍ୟ ତମକୁ ସ୍ୱାଧୀନ କରିବ, ଯୋହନ 8:32 ଲେଖା ଅଛି ଯେ ଏଇ ସତ୍ୟତା ଯେତେବେଳେ ଜାଣିବ ମନୁଷ୍ୟ ପାପରୁ ମୁକ୍ତ ହେବ। ଏଇ ସତ୍ୟତା ଯେତେବେଳେ ଜାଣିବ ସେ ଆଗମନ ପାଇଁ ପ୍ରସ୍ତୁତ ହେବ। ଏଇ ସତ୍ୟତା ଯେତେବେଳେ ଜାଣିବ ସେ ନିଜର ଜୀବନକୁ ସେ ପ୍ରଭୁଙ୍କ ନିମନ୍ତେ ଗଢି ତୋଳିବ। ପ୍ରିୟ ମଣ୍ଡଳୀ, ଆମେ ଯଦି ଦେଖୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଯୋଉ ଶିକ୍ଷା ଗୁଡା ସେତେବେଳେ ଶିଷ୍ୟମାନଙ୍କୁ ବି କହୁଥିଲେ ଏବଂ ଜିଉସ୍ ଲିଡର୍ସ ମାନଙ୍କୁ ନେତା ମାନଙ୍କୁ ସେ କହୁଥିଲେ, ଶିଖାଉଥିଲେ। ଏବଂ ବିଶେଷ କରି এই সমস্ত বিষয় ফারুসিস, সাদুকিস এবং বড় বড় লিডর ମାନଙ୍କୁ সেই জাতির অধ্যক্ষ ମାନଙ୍କ ନିକଟରେ ସେ ପରିପ୍ରକାଶ କରୁଥିଲେ। ସେମାନେ ଜିଉସ୍ ଲୋକମାନେ, ଆଉ ସେମାନେ କହୁଥିଲେ ଯେ ଈଶ୍ୱର ଆମର, ଇସ୍ରାଏଲର ଈଶ୍ୱର, ଜେରୁସାଲେମର ଈଶ୍ୱର, ଅର୍ଥାତ୍ ସେ ଲୋକମାନଙ୍କର ଈଶ୍ୱର। କିନ୍ତୁ ସେମାନେ ଈଶ୍ୱରଙ୍କୁ ଜାଣିବାର ଟିକେ ବି ଆଗ୍ରହ ନଥିଲା କି ସେଇ ପ୍ରକାର ଜୀବନ ତାଙ୍କ ଜୀବନରେ ପ୍ରକାଶ ପାଉ ବୋଲିକିରି ସେମାନେ ଇଚ୍ଛା ବି କରୁନଥିଲେ। ରେଦର ସେମାନେ ମସିହ ଯେ ଆସିଗଲେ, ମସିହ ଯେ ଶିକ୍ଷା ଦଉଛନ୍ତି ସେଇଟାକୁ ସେମାନେ ଉପେକ୍ଷା କରୁଥିଲେ, ନିନ୍ଦା କରୁଥିଲେ। ସେମାନେ ଈଶ୍ୱରଙ୍କୁ ଜାଣି ପାରୁନଥିଲେ, କାରଣ ସେମାନେ ଈଶ୍ୱରୀୟ ଜୀବନଯାପନ କାଟିବା ପାଇଁ ଇଚ୍ଛା କରୁନଥିଲେ। ସେଥିପାଇଁ ତ ମନ୍ଦିର ଭିତରେ କପଟ ବିକ୍ରି ହଉଥିଲା, ମନ୍ଦିର ଭିତରେ ସବୁ ଟଙ୍କା ଆଦାନ ପ୍ରଦାନ ହଉଥିଲା, ନାନା ପ୍ରକାର ଅତ୍ୟାଚାର ହଉଥିଲେ, ଯୋଉଟା କି ପ୍ରଭୁ ଯୀଶୁ ଆସି ଉଲ୍ଟାଇଲେ। ତ ନେତା ମାନେ ଆଜି ମଧ୍ୟ ଆମେ ଦେଖୁ ଆମର ସମାଜରେ ମଣ୍ଡଳୀର ସେକ୍ରେଟାରୀ, ମଣ୍ଡଳୀର ପ୍ରେସିଡେଣ୍ଟ, we are the leaders, ଆମେ ଅନେକ ସମୟ ଆମେ ଏ ପ୍ରକାର ଭାବରେ ହ୍ୟୁମିଲେଟ ବା ଲୋକମାନଙ୍କ ମଧ୍ୟରେ କାର୍ଯ୍ୟ କରୁଥାଉ ଯୋଉ ଆଦର୍ଶ କି ଆମର ନେକ୍ସଟ ଜେନେରେସନ ପାଇଁ, ଯୁବା ପିଢି ପାଇଁ ଆନନ୍ଦର କାରଣ ହେଇନଥାଏ, ଆଶୀର୍ବାଦର କାରଣ ହେଇନଥାଏ। କାହିଁକିନା ଆମର ଜୀବନ, ମୋ ଜୀବନରେ ମୁଁ ତ ପରିବର୍ତ୍ତନ ହେଇନାହିଁ, ଯଦିଓ ମୁଁ ଜଣେ ନେତୃତ୍ୱ ସ୍ଥାନରେ ଅଛି, ମୁଁ କିନ୍ତୁ ଅନ୍ୟମାନଙ୍କୁ କହୁଛି ଏଇଟା କର ବୋଲିକିରି। ନିଜେ ପରିତ୍ରାଣ ପାଇନି କିନ୍ତୁ ଅନ୍ୟକୁ ପରିତ୍ରାଣ କଥା ଭଲରେ କହିପାରୁଛି। ନିଜ ଜୀବନରେ ପବିତ୍ରତା ନାହିଁ, ଅନ୍ୟ ଜୀବନରେ ପବିତ୍ରତାକୁ ଆମେ ଏମ୍ଫାସାଇଜ ଦଉଛୁ। नो, ଆମକୁ ନିଜକୁ ପରିବର୍ତ୍ତନ ହେବାକୁ ପଡିବ ଏବଂ ସୋ ଦ୍ୟାଟ ଆମର ଆତ୍ମିକ ଜୀବନ ଅନ୍ୟମାନେ ଦେଖିକିରି ସେମାନେ ମଧ୍ୟ ପରିବର୍ତ୍ତନ ହେବେ। ତ ଈଶ୍ୱରୀୟ ଜୀବନ ଯଦି ଆମମାନଙ୍କ ଭିତରେ ନଥାଏ ତାହେଲେ ଆମେ କେବେ ହେଲେ ଆମେ ଶୁଷ୍କ ହେଇଯିବା, କିନ୍ତୁ ଆମେ କେବେ ହେଲେ ଈଶ୍ୱରଙ୍କର ଆଗମନ ନିମନ୍ତେ ଛିଡା ହେଇପାରିବା ନାହିଁ। କି ଆମକୁ ଯେ ରୂପାନ୍ତରିତ ହେବାକୁ ପ୍ରয়োଜନ, ଆମକୁ ଯେ ଅନନ୍ୟନୀୟ ଜୀବନ କାଟିବାକୁ ପ୍ରয়োଜନ, ଆମକୁ ସେଇ ପ୍ରକାର ଭାବରେ ଆସ୍ତେ ଆସ୍ତେ ଈଶ୍ୱରଙ୍କ ସହିତ ସେ ସମ୍ପର୍କ ରଖିଲେ ଆମେ ସେଇ ପ୍ରକାର ଜାଗାରେ ଆସି ପହଞ୍ଚିବା। ସେଟା ନିତାନ୍ତ ଆମର ଜୀବନରେ ପ୍ରଚେଷ୍ଟା, ପ୍ରସ୍ତୁତ ହୁଅ। ଆମକୁ ପ୍ରତ୍ୟେକ ଦିନ ଈଶ୍ୱରଙ୍କର ସତ୍ୟତାକୁ ଗ୍ରହଣ କରି ଜୀବନରେ ବଢିବାକୁ ପଡିବ, ଏଇଟା ମାଇଣ୍ଡରେ ରଖିବା ଦରକାର। ତ ସେଥିପାଇଁ ଆମମାନଙ୍କର ଜୀବନରେ ଅବାଧ୍ୟତା, ମାଂସିକ ଅଭିଳାଷ ଏ ସମସ୍ତକୁ ପରିତ୍ୟାଗ କରି ଈଶ୍ୱରୀୟ ସତ୍ୟତାକୁ ଜୀବନରେ ଗ୍ରହଣ କରି ଆମେ ଯେପରି ଆଗକୁ ବଢି ପାରିବା। ଆମମାନଙ୍କ ଜୀବନରେ ଆହୁରି ପ୍ରାର୍ଥନାଶୀଳ ଜୀବନ, ଆମମାନଙ୍କ ଜୀବନରେ ଆହୁରି ପ୍ରାର୍ଥନା ଅଛି ଆତ୍ମିକ ଜୀବନରେ ଗୋଟେ ବ୍ୟାୟାମ, ଏକ୍ସରସାଇଜ। ଏବଂ ଆତ୍ମିକ ଜୀବନରେ ଆମେ এই ପ୍ରକାର ଭାବେ ଚଳାଚଳ କଲେ ତାହେଲେ ଆମ ଜୀବନରେ ରକ୍ତ ଚଳାଚଳ ହବ, ଆମର ଜୀବନ ପରିଷ୍କାର ହବ, ଆମେ ମୁକ୍ତ ହେଇପାରିବା। ତ ସେଥିପାଇଁ ମୁଁ ଶେଷରେ ଏଇ କଥା କହିକି ଶେଷ କରିବାକୁ ଚାହେଁ ଯେ ଆମମାନଙ୍କ ଜୀବନରେ ଦାନିଏଲ ଯେପରି ଦିନକୁ 3 ଥର ପ୍ରାର୍ଥନା କରୁଥିଲେ, ଡେଭିଡ ଦିନକୁ 7 ଥର ପ୍ରାର୍ଥନା କରୁଥିଲେ, ନିୟମିତ 4 ମାସ ଉପବାସ ପ୍ରାର୍ଥନା କରୁଥିଲେ। ଆମମାନଙ୍କ ଜୀବନରେ এইটা আবশ্যকতা রয়েছে, ଆମମାନଙ୍କ ଜୀବନ ଆବଶ୍ୟକତା ରହିଛି। ଏଥିପାଇଁ ଆଗମନ ପୂର୍ବରେ ଆମମାନଙ୍କୁ ପ୍ରତ୍ୟେକଙ୍କୁ ଏ ସମସ୍ତ ଘଟଣା ଆସିବ ଭୂତଳ ନିବାସୀ ଉପରେ, କିନ୍ତୁ ସେ ସମସ୍ତକୁ ଏଡି ଯିବା ପାଇଁ, ରକ୍ଷା ପାଇବା ପାଇଁ, ଶକ୍ତି ଦେବା ପାଇଁ ଆମମାନଙ୍କୁ ଏକ ବିଶେଷ ଆତ୍ମିକ ପ୍ରାର୍ଥନା, ଆତ୍ମିକ ଜାଗରଣ, ଆତ୍ମିକ ଅଭିନିବେଶ, ଆତ୍ମିକ ବିନତି, ଆତ୍ମିକ ଶିକ୍ଷା ଏଫେସୀୟ 6:18 ଅନୁସାରେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଦୟା କରନ୍ତୁ, ଯେପରି ଆହୁରି ଯୋଉମାନେ ଆମେ ଆତ୍ମିକ ଆହୁରି ଅଧିକ ଆତ୍ମିକ ହେବା, ଆଉ ଯୋଉମାନେ ଆମେ
ଯୋଉମାନେ ଆମେ ଏଇ କାର୍ଯ୍ୟ କରୁଛୁ ଆହୁରି ଯେପରି ଆମର ଜୀବନ କାର୍ଯ୍ୟଶୈଳୀ ଦ୍ୱାରା ଅନୁମାନଙ୍କ ନିକଟରେ ଆମେ ସତ୍ୟତାକୁ ପ୍ରକାଶ କରିପାରିବା, ଯୋଉ ସତ୍ୟତା ଯୋଉ ନିଗୁଡ ତତ୍ତ୍ୱ ସମାଜକୁ, ଜୀବନକୁ, ପରିବାରକୁ ପାପରୁ ମୁକ୍ତି କରିବ ଏବଂ ଈଶ୍ୱରଙ୍କ ପ୍ରାଚୁର୍ଯ୍ୟତାରେ ଭରପୁର କରିବ। ବିବାହ ବସ୍ତ୍ର ଅର୍ଥାତ ପରିତ୍ରାଣ ଏବଂ ମୁଷିଣା ବସ୍ତ୍ର ଦୁଇଟି ଆବଶ୍ୟକ ପ୍ରଭୁଙ୍କର ନିକଟରେ ଉଭା ହେବା ପାଇଁ, ପ୍ରଭୁଙ୍କ ନିକଟରେ ଛିଡ଼ା ହେବା ପାଇଁ। ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକଙ୍କୁ এই বাক্য ଦେଇକି ଆଶୀର୍ବାଦ କରନ୍ତୁ, କଥା କୁହନ୍ତୁ। ଧନ୍ୟବାଦ। थैंक यू दादा।